नमस्कार दर्शक बंधु शुभ सकाळ। आज हूँ 16 जुलाई। आज हूँ महाप्रभुंकर रथयात्रा। आज रही देश विदेश राज्यर 20टी गुरुत्वपूर्ण खबर। तेणु भिडियोटी शेष पर्यंत देखा सहित आपणकर जिलार नाम लिखि दिंतु। चलतु खबर उपर नजर पकेबा। प्रथम खबर आज विश्व प्रसिद्ध पुरी रथयात्रा सकाळ 9:30 पहंडी अपराह्न 4टारे रथ टणा। ଏହି ପବିତ୍ର ଦିନରେ ଲକ୍ଷ ଲକ୍ଷ ଭକ୍ତ ପୁରୀ ଦାଣ୍ଡରେ ପହଞ୍ଚିଛନ୍ତି। ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ତିନି ରଥରେ ବସି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଶ୍ରୀମନ୍ଦିର ନୀତି ଅନୁସାରେ ସକାଳ 9:30ରେ ପହଣ୍ଡି ଆରମ୍ଭ ହେବ। ଦିନ 2ଟାରୁ 3ଟା ମଧ୍ୟରେ ଗଜପତି ମହାରାଜ ଛେରା ପହଁରା କରିବେ। ଏହାପରେ ରଥରେ ଘୋଡ଼ା ସାରଥୀ ଲାଗିବେ। ଅପରାହ୍ନ 4ଟାରେ ତିନି ରଥ ଟଣା ଆରମ୍ଭ ହେବ। ଏପଟେ ଲଘୁଚାପ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ହେଉଛି। ଆଜି ପୁରୀ ଜିଲ୍ଲା ପାଇଁକି ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କେତେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ହୋଇପାରେ। ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ କଡ଼ା ସୁରକ୍ଷା କରାଯାଇଛି। 19 ଜଣ ଆଇପିଏସ୍ ତା ସହିତ ମଧ୍ୟ 13,000 ପୁଲିସ କର୍ମଚାରୀ 15 କମ୍ପାନୀ ସକ୍ରିୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି। ପରବର୍ତ୍ତୀ ଖବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିଲା। ଦୁଇ ପୂର୍ବତନ ଅଧିକାରୀଙ୍କୁ ପୁଲିସ ଡାକିଲା। ତେବେ କୁହାଯାଉଛି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୁଇଟି ଦରକାରୀ ଫାଇଲ ହଜି ଯାଇଥିବା ଘଟଣାରେ ପୁଲିସ ଏବେ ତଦନ୍ତ ଜୋରଦାର କରିଛି। ଏହି ଘଟଣାରେ ପୂର୍ବତନ ପ୍ରମୁଖ ସଚିବ ରାଜେଶ ବର୍ମା ଏବଂ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି। ଏହି ଦୁଇଟି ଫାଇଲ ମଧ୍ୟରୁ ଗୋଟିଏ କନ୍ଧମାଳ ହିଂସା ମାମଲା ସହିତ ଜଡ଼ିତ, ଅନ୍ୟଟି ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ। ସରକାର ବଦଳ ପରେ ଅନ୍ୟ ସବୁ ଫାଇଲ ଫେରିଥିଲା, କିନ୍ତୁ ଏହି ଦୁଇଟି ମିଳିନଥିଲା। ଏହାପରେ ଗୃହ ବିଭାଗ ଅଭିଯୋଗ କରିବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସଚିବାଳୟରେ ସବୁ ରେକର୍ଡ ଯାଞ୍ଚ କରାଯାଉଛି। ଫାଇଲ କାମରେ ଥିବା କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଫାଇଲ କେମିତି ହଜିଲା, ଏଥିପାଇଁ ଦାୟୀ କିଏ ତାହା ଜାଣିବା ପାଇଁ ପୋଲିସ ଏବେ ତଦନ୍ତ ଚଳାଇଛି। ପରବର୍ତ୍ତୀ ଖବର ଏଣିକି ମାତ୍ର 10 ମିନିଟରେ ଘରେ ପହଞ୍ଚିବ ଗ୍ୟାସ୍ ସିଲିଣ୍ଡର। ଆରମ୍ଭ ହେଲା ନୂଆ ସେବା। ଗ୍ୟାସ୍ ସିଲିଣ୍ଡର ଆଉ ଦୀର୍ଘ ସମୟ ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ। ଏବେ ରାସନ ବା ପନିପରିବା ଭଳି ମାତ୍ର 10 ମିନିଟରେ ଗ୍ୟାସ୍ ସିଲିଣ୍ଡର ଘରେ ପହଞ୍ଚିବ। ଏଥିପାଇଁ ଇନଷ୍ଟାଟ ଏବଂ ଏଚପିସିଏଲ ମଧ୍ୟରେ ଚୁକ୍ତି ହୋଇଛି, ଯାହାଫଳରେ ପ୍ରଥମେ ସେବା ବାଙ୍ଗାଲୋରରେ ଆରମ୍ଭ ହୋଇଛି। ତେବେ କୁହାଯାଉଛି ଯେ ଏଥର ଗ୍ରାହକମାନେ ଇନଷ୍ଟାମାର୍ଟ ଆପ୍ରେ 10 କିଲୋଗ୍ରାମର ଏଚପି ନୂଆ ଗ୍ୟାସ୍ ସିଲିଣ୍ଡର ଏବଂ 5 କିଲୋଗ୍ରାମର ସିଲିଣ୍ଡର ଅର୍ଡର କରିପାରିବେ। ପ୍ରଥମ ଥର ପାଇଁ ଅର୍ଡର କରୁଥିବା ଲୋକଙ୍କୁ ପରିଚୟ ଦେଖାଇବାକୁ ପଡ଼ିବ। ଏହି ସେବା ପାଇଁ ପୂର୍ବରୁ ଘରୋଇ ଗ୍ୟାସ୍ କନେକ୍ସନ ଥିବା ଜରୁରୀ ନୁହେଁ। ତେଣୁ ଛାତ୍ରଛାତ୍ରୀ, ବାହାରେ ରହୁଥିବା ଚାକିରିଆ ଏବଂ ଛୋଟ ପରିବାର ସହଜରେ ଏହାର ଲାଭ ଉଠାଇ ପାରିବେ। ଏହା ନୂଆ ସିଲିଣ୍ଡର ହାଲୁକା ଏବଂ ଜଙ୍ଗ ଲାଗିବ ନାହିଁ। ତେବେ ଏହି ସିଲିଣ୍ଡର ଗ୍ୟାସ୍ କେତେ ବାକି ଅଛି ତାହା ସହଜରେ ଦେଖିହେବ। ଆଗାମୀ ଦିନରେ ଏହି ସେବା ଅନ୍ୟ ସହରରେ ଲାଗିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ଦାଦନରୁ ଫେରି ବଦଳିଗଲା ଜୀବନ। ଏବେ ନର୍ସିଂ ପଢିବେ ବବିତା। ତେବେ ବଲାଙ୍ଗୀର ଜିଲ୍ଲାରୁ ଏକ ଭଲ ଖବର ଆସିଛି। ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା 5 ପରିବାର ଅନେକ କଷ୍ଟ ନିର୍ଯାତନା ସହିଥିଲେ। ସେଠାରେ ସେମାନଙ୍କୁ ଠିକ ଭାବେ ଖାଇବା ମଧ୍ୟ ମିଳୁନଥିଲା। ଅସୁସ୍ଥ ହୋଇ ଚିକିତ୍ସା ମଧ୍ୟ ମିଳୁନଥିଲା। ପରେ ରାଜ୍ୟ ସରକାର, ତାମିଲନାଡୁ ସରକାର ସହଯୋଗରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ନିଜ ଗାଁକୁ ଫେରାଇ ଅଣାଯାଇଥିଲା। ଫେରିବା ପରେ 3ଟି ପରିବାର ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯାଇଥିଲା। ଘର ତିଆରି ପାଇଁ ପ୍ରତ୍ୟେକ ପରିବାରକୁ 1,20,000 ଟଙ୍କା ମିଳିଛି। ଏହି ପରିବାର ମଧ୍ୟରେ ବବିତା ସୁନାଙ୍କ କାହାଣୀ ସବୁଠୁ ପ୍ରେରଣାଦାୟକ। ଦରିଦ୍ରତା ଓ ଦାଦନ ପାଇଁକି ସେ ବାଧ୍ୟ ହୋଇଥିଲେ। ତେବେ କୁହାଯାଉଛି ଦାଦନ ପାଇଁକି ଯାଇଥିଲେ, କିନ୍ତୁ ତାଙ୍କ ଜୀବନ ବଦଳି ଯାଇଛି। ସେ ନର୍ସିଂ ପଢିବାର ସୁଯୋଗ ପାଇଛନ୍ତି। ଏବେ ପରିବାର ମିଶିକି ଏକ ଶ୍ରମିକ ସଂଗଠନ କରିଛନ୍ତି। ସେମାନେ ଗାଁ ଗାଁ ବୁଲି ଲୋକଙ୍କୁ ଦାଦନ ନ ଯିବା ପାଇଁ ଏବଂ ସରକାର ଯୋଜନାର ଲାଭ ନେବା ପାଇଁ ମଧ୍ୟ କହିଛନ୍ତି। ପରବର୍ତ୍ତୀ ଖବର ପୁରୀରେ ଆରମ୍ଭ ହେଲା ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ। ବେଳାଭୂମିରେ ବଢିବ ସୁରକ୍ଷା ବ୍ୟବସ୍ଥା। ଏହି ମାଧ୍ୟମରେ ବେଳାଭୂମି ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଆହୁରି ମଜବୁତ ହେବ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ତାଲିମ ପ୍ରାପ୍ତ ଲାଇଫ ଗାର୍ଡ ମାନଙ୍କୁ ମଧ୍ୟ ସରକାରୀ ଲାଇସେନ୍ସ ପ୍ରଦାନ କରିଛନ୍ତି। ଲାଇଫ ଗାର୍ଡ ମାନେ ସମୁଦ୍ର କୂଳ ଏବଂ ଅନ୍ୟ ଜଳାଶୟରେ ମଧ୍ୟ ଲୋକଙ୍କ ସୁରକ୍ଷା ପାଇଁ କାମ କରିବେ। ଏହା ସହିତ ନୂଆ ଉଦ୍ଧାର ସାମଗ୍ରୀ, ରେସ୍କ୍ୟୁ ବୋଟ, ଲାଇଫ ଜ୍ୟାକେଟ, ରେସ୍କ୍ୟୁ ବୋର୍ଡ ଏବଂ ଅନ୍ୟାନ୍ୟ ଆଧୁନିକ ଉପକରଣ ଶୁଭାରମ୍ଭ ହୋଇଛି। ପୁରୀରେ ଦିଗବାରିଣୀ ବେଳାଭୂମିରେ ମଧ୍ୟ ନୂଆ ରେସ୍କ୍ୟୁ ସେଣ୍ଟର ଏବଂ ୱାଚ୍ ଟାୱାର ମଧ୍ୟ ନିର୍ମାଣ କରାଯିବ। ସରକାର କହିଛନ୍ତି ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା ରହୁଛି
ତା ସହିତ ସୁରକ୍ଷା ସବୁଠୁ ପ୍ରାଥମିକତା। ବର୍ତ୍ତମାନ ସୁଦ୍ଧା 200 ଲାଇଫ ଗାର୍ଡକୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାରେ ଦେଶରେ ସୁରକ୍ଷିତ ଏବଂ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ ଗଢ଼ି ତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ପରବର୍ତ୍ତୀ ଖବର, ବିଦ୍ୟୁତ ବିଲ୍ ମହଙ୍ଗା, ଏବେ ଅଧିକ ଟଙ୍କା ଦେବା ପାଇଁ ପଡ଼ିବ। ଲକ୍ଷ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କ ପାଇଁ ବଡ଼ ଖବର, ଏବେ ବିଦ୍ୟୁତ ବିଲ୍ ପୂର୍ବଠାରୁ ଅଧିକ ଆସିବ। ବିଦ୍ୟୁତ ନିୟାମକ ଆୟୋଗ ବା ଡିଇଆରସି ବିଦ୍ୟୁତ କମ୍ପାନୀମାନଙ୍କୁ ବିଲ୍ ଉପରେ 8% ପର୍ଯ୍ୟନ୍ତ ଅତିରିକ୍ତ ସରଚାର୍ଜ ନେବା ପାଇଁ ଅନୁମତି ଦେଇଛି। ଏହି ବିଲ୍ ବଢ଼ିବାର ମୁଖ୍ୟ କାରଣ ହେଉଛି ବିଦ୍ୟୁତ କିଣିବା ଖର୍ଚ୍ଚ ବଢ଼ିଯିବା। କୋଇଲା ଗ୍ୟାସ୍ ଦାମ ବଢ଼ିଥିବାରୁ ବିଦ୍ୟୁତ କମ୍ପାନୀମାନଙ୍କର ଖର୍ଚ୍ଚ ବଢ଼ିଛି। ସେହି ଅତିରିକ୍ତ ଖର୍ଚ୍ଚର ଅଂଶ ଏବେ ଗ୍ରାହକଠାରୁ ଆଦାୟ କରାଯିବ। ତେବେ ମେ 2026 ମାସରେ ବିଦ୍ୟୁତ କ୍ରୟ ଖର୍ଚ୍ଚ ବଢ଼ିଥିଲା। ସେଥିପାଇଁ କି ବିଦ୍ୟୁତ କମ୍ପାନୀମାନେ ସରଚାର୍ଜ ବଢ଼ାଇବା ପାଇଁ ଅନୁମତି ମାଗିଥିଲେ, ଯାହାକୁ ଡିଇଆରସି ମଞ୍ଜୁର କରିଛି। ତେବେ ପ୍ରତି ମାସ 1000 ଟଙ୍କା ଆପଣ ବିଦ୍ୟୁତ ବିଲ୍ ଦେଉଥିଲେ, ଏବେ 80 ଟଙ୍କା ଏକ୍ସଟ୍ରା ଦେବା ପାଇଁ ପଡ଼ିବ ବୋଲି କୁହାଯାଉଛି। ତେବେ ଏହି ନିୟମ ଏବେ ଲାଗୁ ହୋଇଛି କେବଳ ଦିଲ୍ଲୀରେ, ଅନ୍ୟ ରାଜ୍ୟରେ ମଧ୍ୟ ଖୁବ୍ ଜଲଦି ଆଗକୁ ବଢ଼ିଯିବ। ପରବର୍ତ୍ତୀ ଖବର, କେଜିରୁ ପିଜି ମାଗଣା ଶିକ୍ଷା ଆଡମିସନ ପାଇଁ କି ଆଉ ଟଙ୍କା ଦେବା ପାଇଁ ପଡ଼ିବ ନାହିଁ। ରାଜ୍ୟ ସରକାର ପୁଣି ଘୋଷଣା କରିଛନ୍ତି ଏବେ କେଜିରୁ ପିଜି ମାଗଣା ଶିକ୍ଷା ଏସବୁ ଜାରି ରହିଛି। ଯୋଉ କଲେଜରେ ଆଡମିସନ କରିଛନ୍ତି ଟଙ୍କା ଦେଇଛନ୍ତି ସେ ସବୁ ରିଫଣ୍ଡ କରିବେ। ଆଡମିସନ କିମ୍ବା ରିଆଡମିସନ କୌଣସି ଦେବା ପାଇଁ ପଡ଼ିବ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଗରିବ ପରିବାର ପିଲାମାନେ ଟଙ୍କା ଅଭାବରେ ପାଠ ଛାଡ଼ିବେ ନାହିଁ। ସେଥିପାଇଁ ଜ୍ଞାନୋଦୟ ଯୋଜନା ଅଧୀନରେ କେଜିରୁ ପିଜି ମାଗଣା ଶିକ୍ଷା କରାଯାଇଛି। ନୂଆ ନିୟମ ଅନୁସାରେ ଆଡମିସନ ଫି, ରିଆଡମିସନ ଫି ଏବଂ କଲେଜ ନେଉଥିବା ଅନ୍ୟ ଶୁଳ୍କ ଦେବା ପାଇଁ ପଡ଼ିବ ନାହିଁ। କିନ୍ତୁ ପରୀକ୍ଷା ଫି ଛାତ୍ରଛାତ୍ରୀମାନେ ନିଜେ ଦେବା ପାଇଁ ପଡ଼ିବ। ତେବେ ଏହି ସୁବିଧା ପ୍ରଫେସନାଲ କୋର୍ସ ଯେପରିକି ଇଞ୍ଜିନିୟରିଂ, ମେଡିକାଲ, ଏମବିଏ ରେ ଲାଗୁ ହେବ ନାହିଁ। ସରକାରଙ୍କ ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ପାଠ ପଢ଼ାରେ ରଖିବା ଏବଂ ଟଙ୍କା ଅଭାବରେ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ। ପରବର୍ତ୍ତୀ ଖବର, 2027 ବିଶ୍ୱକପ୍‌ର ନିୟମ ବଦଳିଲା, ଆଇସିସିର ବଡ଼ ଘୋଷଣା। ତେବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଇସିସିର 2027 ବିଶ୍ୱକପ୍ ଏବଂ 2028ଟି ଟି20 ବିଶ୍ୱକପ୍ ଫର୍ମାଟର ବଡ଼ ପରିବର୍ତ୍ତନ କରିଛି। ଏହି ନୂଆ ନିୟମ ଆଇସିସିର ବାର୍ଷିକ ବୈଠକରେ ମଞ୍ଜୁର ମିଳିଛି। ତେବେ 2027 ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାବୁଏ ଏବଂ ନାମିବିଆରେ ଖେଳାଯିବ। ଏଥିରେ 14ଟି ଦଳ ଅଂଶଗ୍ରହଣ କରିବେ। ପରବର୍ତ୍ତୀ ଖବର, ଏଣିକି ଘରେ ବସି ମୋବାଇଲରେ ଶ୍ରୀ ଜଗନ୍ନାଥଙ୍କୁ ଦାନ କରିପାରିବେ ଭକ୍ତ। ଶ୍ରୀମନ୍ଦିରକୁ ଦାନ କରିବା ପାଇଁ ଏବେ ସହଜ ହୋଇଗଲା। ଓଡ଼ିଶା ସରକାର ଏକ ନୂଆ ୱେବସାଇଟ ମୋବାଇଲ ଆପ୍ ଆରମ୍ଭ କରିଛନ୍ତି। ଭକ୍ତମାନେ ନିଜ ମୋବାଇଲ ନମ୍ବର ଓଟିପି ଦେଇ ଲଗ୍ଇନ୍ କରି ସିଧାସଳଖ ମହାପ୍ରଭୁଙ୍କୁ ଦାନ କରିପାରିବେ। ତେବେ ଦାନ ପାଇଁ କି ୟୁପିଆଇ, ଇଣ୍ଟରନେଟ ବ୍ୟାଙ୍କିଂ, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ହ୍ୱାଟ୍ସଆପ ପେମେଣ୍ଟ ସୁବିଧା ରହିଛି। ଟଙ୍କା ଦେବା ପରେ ସଙ୍ଗେ ସଙ୍ଗେ ଡିଜିଟାଲ ରସିଦ ମଧ୍ୟ ମିଳିଯିବ। ସବୁଠାରୁ ବଡ଼ କଥା, ମାତ୍ର 1 ଟଙ୍କାରୁ ମଧ୍ୟ ଦାନ କରିପାରିବେ। ଯେତେ ଇଚ୍ଛା ସେତେ ଟଙ୍କା ଦାନ କରିବା ପାଇଁ ସୁବିଧା ଅଛି। ଯେଉଁମାନେ ମନ୍ଦିରର ମରାମତି, କର୍ପସ ଫାଣ୍ଡିକୁ ଦାନ କରିବେ, ସେମାନେ ପ୍ୟାନ ନମ୍ବର ଦେଇ ଆୟକର ରିହାତି ଦେଇ କରିପାରିବେ। ତେବେ ଏହି ଆପ୍‌ରେ କେବଳ ଦାନ ନୁହେଁ, ଶ୍ରୀମନ୍ଦିରର ଖବର, ଦୈନିକ ନୀତିକାନ୍ତି, ନୂଆ ସୂଚନା, ପୁରୀରେ ଭକ୍ତ ନିବାସର ରୁମ୍ ବୁକିଂ ମଧ୍ୟ କରିପାରିବେ। ସରକାରଙ୍କ କହିବା ଅନୁସାରେ ଏହି ବ୍ୟବସ୍ଥା ଦେଶ ବିଦେଶର ସମସ୍ତ ଭକ୍ତ ସହଜରେ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଦାନ କରିପାରିବେ। ପରବର୍ତ୍ତୀ ଖବର, ଆଉ ଏକ ଲଘୁଚାପ ସୃଷ୍ଟି ହେଉଛି। ଏହା ପ୍ରଭାବରେ ଓଡ଼ିଶାରେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରେଡ୍ ୱାର୍ଣ୍ଣିଂ ଅଛି ପୁରୀ, ଜଗତସିଂହପୁର। ଅରେଞ୍ଜ ୱାର୍ଣ୍ଣିଂ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ ଏବଂ କନ୍ଧମାଳ। ସେହିଭଳି ୟେଲୋ ୱାର୍ଣ୍ଣିଂ ବାଲେଶ୍ୱର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି ବୋଲି କୁହାଯାଉଛି। ପାଣିପାଗ ବିଭାଗ କହିଛି 16ରୁ 17 ଜୁଲାଇ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। 24 ଘଣ୍ଟା ଭିତରେ ପୁରୀରେ ମଧ୍ୟ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର, ରଥଯାତ୍ରା ପାଇଁ କି ବଡ଼ ବ୍ୟବସ୍ଥା, ହ୍ୱାଟ୍ସଆପରେ ମିଳିବ ଟ୍ରାଫିକ୍ ସୂଚନା। ପୁରୀରେ ରଥଯାତ୍ରା ଲକ୍ଷ ଲକ୍ଷ ଭକ୍ତ ଆସିବେ, ସେଥିପାଇଁ ପୋଲିସ ପକ୍ଷରୁ ନୂଆ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ଭିଡ଼ କମିବ, ଲୋକଙ୍କ ଅସୁବିଧା ହେବେ ନାହିଁ। ହ୍ୱାଟ୍ସଆପରେ ଚାଟବୋର୍ଡ ଆରମ୍ଭ ହେବ। ରାସ୍ତାର ବିଭିନ୍ନ ସ୍ଥାନରେ କ୍ୟୁଆର କୋଡ ଲଗାଯିବ। ଭକ୍ତମାନେ ମୋବାଇଲ ଏହାକୁ ସ୍କାନ କରିକି କେଉଁ ରାସ୍ତା ଖାଲି ଅଛି, କେଉଁଠି ପାର୍କିଂ ଅଛି, କେଉଁ ରାସ୍ତାରେ ଗଲେ ଅଧିକ ଶୀଘ୍ର ପହଞ୍ଚି ପାରିବେ, ସବୁକିଛି ସୂଚନା ମିଳିବ। ସହର ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନରେ ମଧ୍ୟ ଟ୍ରାଫିକ୍ ସୂଚନା ଦେଖାଯିବ। ଡ୍ରୋନ୍ କ୍ୟାମେରା ପୁରୀର 3ଟି ପ୍ରବେଶ ପଥ ଉପରେ ନଜର ରଖିବ।
କେତେ ବସ୍, କେତେ କାର, ଅଟୋ, ବାଇକ୍ ପ୍ରବେଶକୁ କରୁଛି, ତାହା ସିଧାସଳଖ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମରେ ଦେଖାଯିବ। ପୋଲିସ କହିଛି ଏହି ବ୍ୟବସ୍ଥା ଯୋଗୁଁ ଟ୍ରାଫିକ୍ ଜାମ୍ କମିବ, ଭିଡ଼ ନିୟନ୍ତ୍ରଣ ହେବ, ଭକ୍ତମାନେ ସହଜରେ ରଥଯାତ୍ରାରେ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଲଘୁଚାପ ଜନିତ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବେସରକାରୀ ସ୍କୁଲ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ନିଷ୍ପତ୍ତି ନିଆଯାଇଛି। ତେବେ ଏଭଳି ଭଦ୍ରକ ସହରରେ ହୋଇଛି। ଭଦ୍ରକ ସହର ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି, ଯାତାୟାତ ବ୍ୟାହତ ହେଉଛି। ତେଣୁ ବାଇପାସ୍, କଚେରୀ ଏବଂ ଆରଡି ଛକ, ଜଗନ୍ନାଥ ମନ୍ଦିର ଆଖପାଖ ପାଣି ଜମିଛି, ଯାହାଫଳରେ ତେବେ ସରକାରୀ ଏବଂ ବେସରକାରୀ ସ୍କୁଲ ମଧ୍ୟ ବନ୍ଦ ହୋଇଛି। ପରବର୍ତ୍ତୀ ଖବର, ଇ-20 ତେଲକୁ ନେଇକି ବଢୁଛି ଚର୍ଚ୍ଚା। ତେବେ ଦେଶରେ ଇ-20 ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଏବଂ ଅସନ୍ତୋଷ ଦେଖାଯାଇଛି। ଏହା ମଧ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ନିଜ ମତ ସ୍ପଷ୍ଟ କରିଛନ୍ତି। ଗଡକରୀ କହିଛନ୍ତି, କେବଳ ଇଥାନଲ ନୁହେଁ, ବରଂ ହାଇଡ୍ରୋଜେନ, ବୈଦ୍ୟୁତିକ ଯାନ, ଇଭି ବା ଅନ୍ୟ ବିକଳ୍ପ ଇନ୍ଧନର ସମର୍ଥକ। ଏଥିରେ କୌଣସି ପ୍ରକାର ବ୍ୟକ୍ତିଗତ ସ୍ୱାର୍ଥ ନାହିଁ। ଆହୁରି ମଧ୍ୟ କୁହାଯାଇଛି, ତାଙ୍କ ପରିବାର 3 କାରଖାନା ଥିଲେ ମଧ୍ୟ ଇଥାନେଲ ବ୍ୟବସାୟ ତାଙ୍କ ପୁଅଙ୍କ ବ୍ୟବସାୟ ମାତ୍ର 10% ଅଂଶ। ମାତ୍ର ସମଗ୍ର ଦେଶରେ ଇଥାନେଲ ବ୍ୟବସାୟର ସେମାନଙ୍କ 0.5%ରୁ କମ। ତେଣୁ ଇ-20 ନୀତିରୁ ସେମାନଙ୍କୁ ବିଶେଷ ଲାଭ ମିଳୁଛି ବୋଲି ହେଉଥିବା ଦାବି ଭିତ୍ତିହୀନ ବୋଲି କୁହାଯାଉଛି। ଗଡକରୀ କହିଛନ୍ତି, ଇଥାନେଲ ମିଶ୍ରଣ କାର୍ଯ୍ୟକ୍ରମ ପେଟ୍ରୋଲିୟମ ମନ୍ତ୍ରାଳୟ ପରିଚାଳନା କରୁଛି। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଅନେକ ଦାବି ମିଥ୍ୟା ଏବଂ ଗୁଜବ ବୋଲି ଗଡକରୀ କହିଛନ୍ତି। ପରବର୍ତ୍ତୀ ଖବର, ପିଲାମାନଙ୍କ ଶିକ୍ଷା ଏବଂ ଖର୍ଚ୍ଚକୁ ସହଜ କରିବା ପାଇଁ ଆରବିଆଇ ବଡ଼ ଘୋଷଣା କରିଛି। ଆରବିଆଇ ନୂଆ ସେଭିଂ ଯୋଜନା ଆଣିବା ପାଇଁ ବିଚାର କରୁଛି। ଯୋଜନାରେ ପିଲାଙ୍କ ଶିକ୍ଷା ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବ। ସାଧାରଣ ସେଭିଂ ଆକାଉଣ୍ଟ ତୁଳନାରେ ଅଧିକ ସୁଧ ମିଳିବ। ଏହି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବାରମାନେ ଧୀରେ ଧୀରେ ସଞ୍ଚୟ କରି ଉଚ୍ଚ ଶିକ୍ଷା ବଡ଼ ପାଣ୍ଠି ଗଠନ କରିପାରିବେ। ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଆରବିଆଇ ସମସ୍ତ ବ୍ୟାଙ୍କରୁ ମତାମତ ମାଗିଛି। ରିପୋର୍ଟ ଅନୁସାରେ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡ଼ିକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି। ସମସ୍ତ ଦିଗକୁ ବିଚାର କରିବା ପାଇଁ ବ୍ୟାଙ୍କଗୁଡ଼ିକ ଖୁବ୍ ଜଲଦି ଆରବିଆଇର ନିଜ ରିପୋର୍ଟ ସୁପାରିଶ ଦାଖଲ କରିବ। ପରବର୍ତ୍ତୀ ଖବର, ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ଅଛି, ଆପଣଙ୍କ ପାଇଁ ଗୋଟେ ଖୁସି ଖବର, କାରଣ ଆଧାର କାର୍ଡ ଧାରୀଙ୍କ ପାଇଁ ବଡ଼ ଖବର ଆସିଛି। ଆଧାର କାର୍ଡ, ଇମେଲ ଆଇଡି ଏବଂ ଯୋଡ଼ିବା ପାଇଁ ସବୁ କିଛି ମାଗଣା ହୋଇଯିବ। ତେବେ କୁହାଯାଉଛି, ଏହିସବୁ ନିୟମ ଏଇ ଜୁଲାଇ ଠୁ ଡିସେମ୍ବର 31, 2026 ପର୍ଯ୍ୟନ୍ତ ଅଛି। ଆଉ ଆପଣଙ୍କୁ ଟଙ୍କା ଦେବା ପାଇଁ ପଡ଼ିବ ନାହିଁ। ସବୁକିଛି ମାଗଣାରେ କରିପାରିବେ। ଘରେ ବସି ନିଜ ମୋବାଇଲରେ ଇମେଲ ଅପଡେଟ୍ କରିପାରିବେ। ଇମେଲ ଲିଙ୍କ ଆଧାର କାର୍ଡ ବ୍ୟବହାର ସୂଚନା ସହଜରେ ମିଳିବ। ଠକେଇ ଏବଂ ଆଧାର ଅପବ୍ୟବହାର ହେଲେ ଶୀଘ୍ର ଜାଣିପାରିବେ। ଅପଡେଟ୍ ପାଇଁକି ଆଧାର ଆପ୍ରେ ଲଗ୍ଇନ୍ କରି ଓଟିପି କରି ମେଲ୍ ଯାଞ୍ଚ କରିବେ। ଆବେଦନ ପରେ ସାଧାରଣତଃ 30 ଦିନ ଭିତରେ ଅପଡେଟ୍ ସମ୍ପୂର୍ଣ୍ଣ ହେବ। ଅଧିକ ସୂଚନା ପାଇଁକି ଆପଣମାନେ 1947 ଟୋଲ୍ ଫ୍ରି ନମ୍ବରକୁ ମଧ୍ୟ କଲ୍ କରିପାରିବେ। ଖବର, ଚାଷୀ ମାନଙ୍କ ପାଇଁ ବଡ଼ ଖୁସି ଖବର, ଏଣିକି ଚାଷୀକୁ ପିଏମ୍ କିଷାନ ଟଙ୍କା ଖୁବ୍ ଜଲଦି ମିଳିବା ପାଇଁ ଯାଉଛି। ଯେଉଁମାନଙ୍କୁ ଟଙ୍କା ଆସିନି ସେମାନଙ୍କୁ 2-4 ହଜାର ଟଙ୍କା ଆସିବ। ତା ପୂର୍ବରୁ ଇ-KYC କରିଦିଅନ୍ତୁ। ବାପ ପୁଅ 2 ଜଣଙ୍କ ନାଁରେ ଯଦି ଅଲଗା ଅଲଗା ଜମି ଥିବ ସମସ୍ତଙ୍କୁ ମଧ୍ୟ ମିଳିବ। ତା ସହିତ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏବେ ଚାଷୀ ମାନଙ୍କୁ ମଧ୍ୟ ବର୍ଷକୁ 6,000 ଦିଆଯାଉଛି। ତା ସହିତ ଯେଉଁମାନଙ୍କୁ ଏବେ ମିଳୁନାହିଁ, ସେମାନେ ଯୋଗ୍ୟ ବିବେଚିତ ନାହାନ୍ତି, ତାଙ୍କୁ ରବ୍ଦ ହୋଇଛି। ଏଥର ସରକାର ପୁରା ଚେକିଂ କରୁଛନ୍ତି। ପରବର୍ତ୍ତୀ ଖବର, ରାସନ କାର୍ଡକୁ ନେଇକି ଆସିଲା ବଡ଼ ଅପଡେଟ୍। ରାସନ କାର୍ଡରେ ମିଳୁଛି 1,000 ଟଙ୍କା। ଯେଉଁମାନେ ଆର୍ଥିକ ସମ୍ବଳ ନାହାନ୍ତି, ଇନକମ୍ ଜିରୋ, ତାଙ୍କର 1,000 ଟଙ୍କା ମିଳିବ କେନ୍ଦ୍ର ସରକାର ତରଫରୁ। ରାସନ କାର୍ଡରେ ସରକାର ଏବେ 1 ମାସ ଭିତରେ ଆପଣ ଆବେଦନ କଲେ ଆପଣଙ୍କୁ ମିଳିଯିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ସୁଭଦ୍ରା ଟଙ୍କାକୁ ନେଇକି ବଡ଼ ଅପଡେଟ୍। ଆପଣମାନେ ଜାଣିଥିବେ ସୁଭଦ୍ରା ଟଙ୍କା ଖୁବ୍ ଜଲଦି ମିଳିବା ପାଇଁ ଯାଉଛି। ଯେଉଁମାନେ ଇ-KYC କରିନାହାନ୍ତି, ତାଙ୍କୁ ଯୋଉ ଡିବିଟି ଲିଙ୍କ କରିନାହାନ୍ତି, ତାଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ ନାହିଁ। ତା ପୂର୍ବରୁ ଜଲଦି କରେଇ ନିଅନ୍ତୁ। ଏବେ କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା 5,000 ମିଳିବ। ଯେଉଁମାନଙ୍କୁ ପୂର୍ବ କିସ୍ତି ମିଳିନି ତାଙ୍କୁ 10,000 ଟଙ୍କା ମିଳିବ। ଏସଏଚଜି ମହିଳାଙ୍କ ପାଇଁ ଖୁସି ଖବର, ସରକାର 10,000 ଟଙ୍କା ଦଉଛନ୍ତି ବିନା ସୁଧରେ ଋଣ। ଏସଏଚଜି ମହିଳା ପ୍ରୋତ୍ସାହନ ରାଶି ମିଳିକି ସେମାନେ ବିଜନେସ୍ କରିକି ତାଙ୍କୁ ଲକ୍ଷପତିରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ତେଣୁ କରିକି ଏଭଳି ଘୋଷଣା କରାଯାଇଛି। ସେହିଭଳି ଚାଷୀମାନଙ୍କୁ ଋଣ ଛାଡ଼ 50,000 ଟଙ୍କା ପର୍ଯ୍ୟନ୍ତ ବୋଲିକି ଏପଟେ ବିଜୟ ଥାଲାପତି କହିଛନ୍ତି। ତାମିଲନାଡୁ ସରକାର ଏପଟେ ଚାଷୀମାନଙ୍କ ପାଇଁ ଋଣ ଛାଡ଼ କରିଛନ୍ତି। ଆଉ ଗୋଟିଏ ମଧ୍ୟ କଥା କହିଛନ୍ତି, ଏଥର ସରକାରୀ ସ୍କୁଲରେ ସବୁ ପିଲା ପାଠ ପଢିବେ। ସରକାରୀ ସ୍କୁଲରେ ଯେମିତି ଶିକ୍ଷା ମିଳିବ
ପ୍ରାଇଭେଟ ସ୍କୁଲରେ ସେତିକି ଶିକ୍ଷା ମିଳିବ, କୌଣସି ଏପଟ ସେପଟ ହେବ ନାହିଁ। ଶେଷ ଖବର ରହୁଛି ଭତ୍ତା ଟଙ୍କାକୁ ନେଇକି ବଡ ଅପଡେଟ। ଏବେ ଭତ୍ତା ମିଳିବ 3000। ଯେଉଁମାନଙ୍କୁ 80 ବର୍ଷ ହୋଇଯାଇଛି, କିଛି ଭତ୍ତା ବାକି ରହିଥିଲା 3 ମାସର, ଏଥର ସମସ୍ତଙ୍କୁ ମିଳିବ 3000 ଟଙ୍କା। ତା ସହିତ ଏଥର ବୃଦ୍ଧ ଏବଂ ଦିବ୍ୟାଙ୍ଗ ତାଙ୍କ ସହିତ ମଧ୍ୟ ବିଧବା ମହିଳାଙ୍କୁ 3000 ଟଙ୍କା ଭତ୍ତା ମିଳିବ, 80 ବର୍ଷ ହୋଇଥିବା ଦରକାର। ଅନ୍ୟମାନଙ୍କୁ ମଧ୍ୟ ଯେତିକି ଭତ୍ତା ମିଳୁଥିଲା ସେତିକି ମିଳିବ। କିଛି ଲୋକେ ଭତ୍ତା ନେଇକି ଗୁଜବ ଖବର ଫେଳାଉଛନ୍ତି, କିନ୍ତୁ ସେସବୁ କେବେ ଧାରଣା ବିଶ୍ୱାସ କରନ୍ତୁ ନାହିଁ। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଆପଣଙ୍କୁ ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।